ଯେମିତି କହିଲେ କି ବାପା ମା ଆକ୍ସେପ୍ଟ କରିଗଲେ ଆଉ କିଏ ପରିବାରରେ ସଦସ୍ୟ? ହଁ ମୁଁ ନିଜେ ମଝିଆ ଗୋଟେ ଭାଇ ଥିଲା, ବଡ ଭାଇ ଅଛି, ଭାଉଜ ଅଛି। ଏବେ ରିସେଣ୍ଟଲି ମୁଁ ମଝି ବି ବାହା ହେଇଯାଇଛି। ସେମାନେ ଏକ୍ସେପ୍ଟ କରିବା ପାଇଁ ବହୁତ ଟାଇମ ଲାଗିଲା। ମୋ ମଝିଆ ଟା ଟିକେ ବୁଝି ନଥିଲା ସେ କଣ ନାହିଁ ବୋଲି। ଆଉ ତମେ କଣ ପାଇଁ ଏମିତି ଡ୍ରେସ ପିନ୍ଧୁଛ, ଏମିତି କାହିଁ ଶାଢୀ ପିନ୍ଧୁଛ, ଲୋକ ମୋ ଫ୍ରେଣ୍ଡ ଦେଖୁଛନ୍ତି, ମତେ କମେଣ୍ଟ କରୁଛନ୍ତି, ସବୁ ବହୁତ କିଛି କଥା କହିଲା ମତେ। ମୁଁ କହିଲି ମୁଁ କଣ କିଛି କହିପାରିନଥିଲି, ମତେ ଏମିତି ପସନ୍ଦ ଅଛି ମୁଁ କଣ କରିବି, ମୁଁ ଏମିତି ପିନ୍ଧୁଛି। ଆଉ ସେଇ ମୀନାକ୍ଷୀ ଟା ମୋ ସାଙ୍ଗରେ ଯିଏ ଅଛି ତାକୁ ବି ସେ ବୁଝେଇଥିଲା ବହୁତ କିଛି ଭଲ, କହିଲା କି ନାହିଁ ଶୁଣ ଏମିତି ପିନ୍ଧୁଛି ମାନେ ତାକୁ ପସନ୍ଦ ଅଛି ବୋଲି ସେ ପିନ୍ଧୁଛି। ତମେ ଶୁଣ ଆଉ ତାପରେ ଗୋଟେ ରିସେଣ୍ଟଲି ଗୋଟେ କାଞ୍ଚନ ଫିଲ୍ମ ଟା ଆଇଥିଲା, ସେ ଫିଲ୍ମ ଟା ଦେଖିଥିଲା, ଦେଖିକି ତାକୁ ବୁଝିଲା। ସେ କହିଲେ ହଁ ଏମିତି ଏମିତି ଗୋଟେ ତାଙ୍କ ଫିଲିଙ୍ଗ ଥାଏ ସେଥିପାଇଁ ସେମିତି ରହୁଛନ୍ତି। ଆଉ ବଡ କହିଲେ ଆଗରୁ ମତେ ସମ୍ମାନ ଦେଇକି ଆସେ, ଏବେ ବି ସମ୍ମାନ ଦଉଛି। ତାପରେ ସେ ନିଜକୁ ବୁଝିଲା। ମୋ ଭାଉଜ ମତେ କହିଲା ଏଇ ସବୁ କଣ ପାଇଁ ପିନ୍ଧୁଛ? ମୁଁ ପଚାରିଲି କି ନାଇଁ ଭାଉଜ ମୁଁ ଏମିତି ଏମିତି ମତେ ପସନ୍ଦ, ତମ କଣ ପ୍ରୋବ୍ଲେମ ଅଛି? ତୁ ଖୁସି ଥିଲେ ମୁଁ ଖୁସି। ଏବେ ମୋ ଝିଅ ଆଜି ପର୍ଯ୍ୟନ୍ତ ସେ କହୁଛି ଦାଦା ତମକୁ ମୁଁ ଆଗରୁ ଦାଦା କହିକି ଡାକୁଛି, ଏବେ ପର୍ଯ୍ୟନ୍ତ ମୁଁ ଦାଦା ହିଁ ଡାକିବି। ତମେ କେମିତି ରୁହ ମୁଁ ତମକୁ ଦାଦା ହିଁ ଡାକିବି କହୁଛି। ତଥାପି ମୋର କିଛି ମନ ଦୁଃଖ ନାହିଁ, ତାକୁ ମୁଁ ଦାଦା ଆଗରୁ ଅଛି ବୋଲି ସେ ଦାଦା ବୋଲି ଡାକୁଛି, ସେମିତି କିଛି ମନର ଦୁଃଖ ନାହିଁ। ଏତିକି ଦୁଃଖ ତା ପାଖରେ ଯିଏ ଅଛନ୍ତି ସେ ପିଲାମାନେ ଟିକେ ଆଣ୍ଟି ଆଉ ପିଇସି ନାନୀ ଯାହା ଡାକୁଛନ୍ତି ସେ କହୁଛି ନାଇଁ ମୁଁ ତମକୁ ଡାକିବିନି, ସେ ଦାଦା ଡାକିବି। ମନରେ ଯାହା ଅଛି ସେ କହୁଛି କରୁଛି। ତଥାପି ସମୟ ଲାଗେ ପରିବାର ଲୋକଙ୍କର ଆକ୍ସେପ୍ଟାନ୍ସ ଟା ହଁ ବହୁତ ସମୟ ଲାଗିଯାଏ। ଛୋଟ ପିଲାଟା ତଥାପି ସେ କହୁଛି ନାଇଁ ତମକୁ ମୁଁ ସେଇ ତମ ଝିଅ ହଉ ପୁଅ ହଉ ମୁଁ ଆଗରୁ ତମକୁ ଦାଦା ବୋଲି ଡାକୁଛି, ଏବେ ବି ଡାକିବି। ତାକୁ ଏବେ 12 ବର୍ଷ ହବ। ବୁଝି ଆଗରେ ବୁଝି ତାହେଲେ କୋଉଠି ନା କୋଉଠି ଏବେ ପରିବାର ଲୋକ ସମସ୍ତେ ଆକ୍ସେପ୍ଟ ଆକ୍ସେପ୍ଟ କରିଯାଇଛନ୍ତି। କରୁଛନ୍ତି, ସବୁ ଆକ୍ସେପ୍ଟ କରୁଛନ୍ତି। ରିସେଣ୍ଟଲି ମୋ ମଝିଆଟା ବାହା ହେଇଛି, ସେ ବି ଆକ୍ସେପ୍ଟ କରୁଛି, ଘରକୁ ଡାକିଲା। କହିଲେ ଆସ ଆମ ଘର ସାଙ୍ଗେ ବୁଲିକି ଯିବ। ଭଲ ଅଛି, ଖୁସିରେ ତମର ଅଛି। ତମର ଏଇ ପରିବର୍ତ୍ତନ ପାଇଁ ପରିବାର ଲୋକ ବି ବହୁତ କିଛି ସମ୍ମୁଖୀନ କରିଥିବେ। ହଁ କରୁଛନ୍ତି, କାହିଁକି ଅଡୋଶୀ ପଡୋଶୀ ଲୋକ ଏତେ କହୁଥିବେ ନା ଦଶ କଥା। ସେମାନେ ତମ ପୁଅ କଣ ଏମିତି ହେଇଯାଉଛି, ତମ କଣ ପୁଅ କଣ ଶାଢୀ ପିନ୍ଧୁଥିବ, ତମ ପୁଅ କଣ ଆଉ ସେଇ କଣ ତାଙ୍କ ସାଙ୍ଗରେ ମିଶିଗଲା କି? ଗୋଟେ କାମ କରୁନ ତାଙ୍କ ସାଙ୍ଗରେ ମିଶେଇ ଦଉନ, ତାଙ୍କ ଗ୍ରୁପ ରେ ଯାଇକି ଆଡ କରିଦବ, ଏମିତି କହୁଛି। କିନ୍ତୁ ମତେ ସେ ଗ୍ରୁପରେ ମିଶିବାକୁ ଇଚ୍ଛା, ସେ ସବୁ କାମ କରିବାକୁ ଇଚ୍ଛା ନାହିଁ। ମୁଁ ନିଜ କଷ୍ଟ କରିଥିଲି, ଆଗରୁ କଷ୍ଟ କରୁଛି, ଏବେ ପର୍ଯ୍ୟନ୍ତ କଷ୍ଟ କରିକି ଆଉଛି। କଷ୍ଟ କରିକି କାମ କରିକି ମୁଁ ଘର ଦୁଆର ସବୁ ଯାହା ହେଲେ ମୁଁ ବନଉଛି ଏପର୍ଯ୍ୟନ୍ତ। କିନ୍ତୁ ଲୋକମାନେ ସେଇଟା ବୁଝୁନାହାନ୍ତି କି ତାଙ୍କ କ୍ୟାରେକ୍ଟର ସେଇଭଳିଆ, ତାକୁ ଇଚ୍ଛା ଅଛି ଏମିତି ବୁଝୁ ନଥିଲେ। ଆଉ ସେ ଅଡୋଶୀ ପଡୋଶୀ ଲୋକ ସବୁ କହୁଥିଲେ, ସେ ମା ମାନେ ଶୁଣିକି ବୋଉ ହେଙ୍କା ଆଉ ବାବା ହେଙ୍କା ଭାଇଙ୍କା ଶୁଣିକି ତାଙ୍କୁ ମନ ଦୁଃଖ ଲାଗୁଥିଲେ, ସେଥିପାଇଁ ଦିପଦ ମତେ କହୁଥିଲେ, ସେ କଥା ମୁଁ ବୁଝୁଥିଲି। କିନ୍ତୁ ସେଇ ଅଡୋଶୀ ପଡୋଶୀ ଲୋକ ଆଜି ମତେ ଡାକିକି ଶାଢୀ ଶଙ୍ଖା ଦେଇକି ତମ ପାଦ ପକାଅ, ତମ ପାଦ ଭଲ ଅଛି, ତମ